যাত্রার অন্তিম দিবস পর্যন্ত কেহি সুরাপান করিবে না। ঘোষণা করো। সিন্ধুনগরবাসী মানুষ সূচিত করে দিয়ে যাওয়াছে যে আজি ঠারে যাত্রার অন্তিম দিবস পর্যন্ত কেহি সুরাপান করিবে নাহি। যদি কেহি সুরাপান করি, যদি কেহি সুরাপান করিবে, কৌশি যাত্রা মধ্যে গণ্ডগোল করে, যদি গণ্ডগোল করে কঠোর দণ্ডরে করিবি দণ্ডিত। কঠোর দণ্ডরে দণ্ডিত করাଯିବ। ଏହା ସିନ୍ଧୁ ରାଜ୍ୟର ରାଜା ମହାରାଜ ଜଗନ୍ନାଥଙ୍କର ଆଦେଶ। ଦ୍ୱିତୀୟରେ ମହାରାଜ ଏ ସିନ୍ଧୁ ରାଜ୍ୟ ହେବ ପଲିଥିନ ମୁକ୍ତ। କୌଣସି ଦୋକାନୀ ପଲିଥିନ ବ୍ୟବହାର କରିପାରିବେ ନାହିଁ। ଘୋଷଣା କର। ସିନ୍ଧୁ ରାଜ୍ୟର ସମସ୍ତ ଦୋକାନମାନଙ୍କୁ ଜଣାଇ ଦିଆଯାଉଛି ଯେ କେହି ପଲିଥିନ ବ୍ୟବହାର କରିବେ ନାହିଁ। ତାପରେ ମହାରାଜ ମା ମାନଙ୍କୁ ଜଣାଇ ଦିଅ, ମହାରାଜ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଚାଲିଛି। ମହାରାଜ ସେ ମୋର କିଏ ଜନସେନାପତି? ମହାରାଜ ଜ୍ୟେଷ୍ଠ ଭକ୍ତି ହେଉଛନ୍ତି ମୋର ଲକ୍ଷ୍ମୀ ଠାକୁର। ମହାରାଜ ଭଗ୍ନିପତି ଅଟନ୍ତି ଯେ ସ୍ୱୟଂ ନାରାୟଣ। ମହାରାଜ ତେଣୁ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଚାଲିଛି। ମହାରାଜ ପ୍ରତ୍ୟେକ ଗୃହ ସମ୍ମୁଖରେ ମହାରାଜ ଯାତ୍ରାର ଅନ୍ତିମ ଦିବସ ପର୍ଯ୍ୟନ୍ତ ମହାରାଜ ଦୀପ କଳସ ନିଶ୍ଚୟ ବସିବ। ମହାରାଜ ଏଥିରେ ଯଦି କେହି ବି ମହାରାଜ ମୋ ବାକ୍ୟକୁ ଖଣ୍ଡନ କରେ, ମହାରାଜ ତାକୁ କଠୋର ଦଣ୍ଡରେ କରିବି ଦଣ୍ଡିତ। ମହାରାଜ ଘୋଷଣା କର। ସିନ୍ଧୁ ରାଜ୍ୟର ସମସ୍ତ ମହାମାଉସୀ ମାନଙ୍କୁ ଜଣାଇ ଦିଆଯାଉଛି ଯେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଶେଷ ନ ହେବା ପର୍ଯ୍ୟନ୍ତ ସମସ୍ତଙ୍କର ଗୃହ ସମ୍ମୁଖରେ କଳସ ସ୍ଥାପନ କରିବା ପାଇଁ ମହାରାଜାଙ୍କର ନିର୍ଦ୍ଦେଶ। ହେ ଗୁରୁଦେବ, କୁହ ବତ୍ସ। ଦେବର୍ଷି ନାରଦଙ୍କ ବାକ୍ୟ ଅନୁସାରେ ଆଜି ସିନ୍ଧୁ ରାଜ୍ୟରେ ରାଜା ହୋଇଅଛି ନିରୋଧନ। একত্রিত হই